ଢେଙ୍କାନାଳରେ ପଞ୍ଚୁକ ପାଇଁ ବିଭିନ୍ନ ମନ୍ଦିରରେ ଭିଡ଼ ଜମୁଥିବା ବେଳେ ଷ୍ଟୁଡେଣ୍ଟ କ୍ଲବ ତରଫରୁ ପଞ୍ଚୁକ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଞ୍ଚୁକର ଚତୁର୍ଥ ଦିବସରେ ଓ କାର୍ତ୍ତିକ ମାସର ଶେଷ ସୋମବାରରେ ଢେଙ୍କାନାଳର ବିଭିନ୍ନ ଶୈବପୀଠ ଓ ଦେବୀ ମନ୍ଦିରମାନଙ୍କରେ ଭକ୍ତମାନେ ଧୂପ, ଦୀପ, ଫୁଲ, ବେଲପତ୍ର ନେଇ ପୂଜା ଅର୍ଚ୍ଚନା କରିଥିଲେ। ମନ୍ଦିରରେ ଭକ୍ତଙ୍କର ପ୍ରବଳ ଭିଡ଼ ଜମିଥିଲା। ଏବଂ ଜବାହର ଚୌକଠାରେ ଷ୍ଟୁଡେଣ୍ଟ କ୍ଲବ ତରଫରୁ ସନ୍ଧ୍ୟା ସମୟରେ ହାର୍ଟବିଟ୍ ଡ୍ୟାନ୍ସ ଗ୍ରୁପ ତରଫରୁ ବିଭିନ୍ନ ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା। ଏଥିରେ କ୍ଲବର ବିଭିନ୍ନ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମଟି ହୋଇଥିଲା ଓ ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ଢେଙ୍କାନାଳରୁ ଶୁଭମ ପାଣିଙ୍କ ରିପୋର୍ଟ, BSTV ଓଡ଼ିଶା।